ଦେଖନ୍ତୁ ଅନେକ ଦିନରୁ ସଞ୍ଚିତ ଧନକୁ ଆଜି କାଢ଼ିବାକୁ ଯାଉଛନ୍ତି ମିଷ୍ଟର ଆଦି କୁମାର। ଦେଖନ୍ତୁ ସିଏ ଘଡ଼ି ଏଇ ଯୁଗରେ ନାହିଁ ବୋଲି ସିଏ ଗୋଟେ ପର୍ସ ରଖିଥିଲେ। ସେ ପର୍ସ ଭିତରେ ସିଏ ବହୁତ ଦିନର ଟିଫିନ୍ ଖର୍ଚ୍ଚକୁ ଲୁଚେଇକି ରଖିଛନ୍ତି। ଆଜି ତାଙ୍କ ପାଖରେ କେତେ ଟଙ୍କା ସମୁଦାୟ ହେଇଛି ସେ ଗଣିବାକୁ ଯାଉଛନ୍ତି। ଆଉ ତାଙ୍କର ଗୋଟେ ଇଚ୍ଛା ଅଛି, କ'ଣ କିଣିବାକୁ ଇଚ୍ଛା ଅଛି? ଆପଣ ଏତେ ଟଙ୍କା ଯେଉଁ ସଞ୍ଚୟ କରୁଛନ୍ତି, ଆପଣ କ'ଣ କିଣିବେ ଆଦି? ହ୍ୟାଲୋ, କାର୍ କିଣିବ। ସିଏ ଗୋଟେ ବଡ଼ କାର୍ କିଣିବାକୁ ଚାହୁଁଛନ୍ତି। ଆଉ ତାଙ୍କ କାର୍ ଡ୍ରିମ୍ ଅଛି ଯେ ସିଏ ଗୋଟେ ବଡ଼ କାର୍ କିଣିବେ। ତେଣୁକରି ସିଏ ଦିନକୁ ଦିନ ତାଙ୍କର ଟିଫିନ୍ ପଇସାରୁ ସଞ୍ଚୟ କରିକି ରଖୁଛନ୍ତି। ଆଉ ଯେତେବେଳେ ଇଚ୍ଛା ହେଉଛି ଧୀରେ ଧୀରେ ସେ ପଇସାକୁ ଲୁଚେଇକି କାଢ଼ୁଛନ୍ତି କବାଟ ଦେଇକି। ଦେଖନ୍ତୁ କବାଟ ଦେଇକି ସେ ତାଙ୍କର ପଇସାକୁ ଗଣୁଛନ୍ତି ହେଲା। ତ ଆଦି ତାଙ୍କର ପଇସାକୁ ସଜାଡ଼ୁଛନ୍ତି ଧୀରେ ଧୀରେ। ସବୁଦିନ ନୁହେଁ, ସେ ତାଙ୍କର ଟିଫିନ୍ ପଇସା 10 ଦିନ 20 ଦିନ ରଖିଲା ପରେ ତାକୁ ଯେତେବେଳେ ଖୁଚୁରା ନୋଟ୍ ଗୁଡ଼ାକୁ ସିଏ ଦୋକାନକୁ ଯାଇକି 5 ଟଙ୍କିଆ ନୋଟ୍ ଧରିକି ପଳେଇ ଆସୁଛନ୍ତି। ତାପରେ ତାଙ୍କୁ ଯୁଆଡ଼େ ବୁଲିବାକୁ ଗଲେ ତାଙ୍କୁ 50-100 ମିଳୁଛି। ଆଉ ସିଏ ତାଙ୍କ ଖର୍ଚ୍ଚ ଗୁଡ଼ିକୁ ସବୁ ସଞ୍ଚୟ କରିକି ରଖୁଛନ୍ତି। ଆପଣ ଦେଖିଥିବେ ଏବେ ତାଙ୍କର ଜଣେ ଆସିଥିଲେ, ଆଉ ତାଙ୍କ ପପୁ ଭାଇ ଆଉ ତାଙ୍କ ଜେଜ ଯିଏକି ସବୁ ଆସୁଛନ୍ତି, ସିଏ ମୁଣ୍ଡିଆ ମାରୁଛନ୍ତି ଆଦି ମୁଣ୍ଡିଆ ମାରିଲେ ସେ ଖୁସି ହେଇକି ତାକୁ 100 ଟଙ୍କା 200 ଟଙ୍କା ଦେଉଛନ୍ତି। ଆଦି ଆପଣ ଯେଉଁ କୁଣିଆମାନଙ୍କୁ ସବୁ ଗେଷ୍ଟ ଆସୁଛନ୍ତି ଆପଣଙ୍କ ଘରକୁ, ଆପଣ ଯେଉଁ ମୁଣ୍ଡିଆ ମାରୁଛନ୍ତି ଆପଣଙ୍କୁ ସେ କେତେ ଟଙ୍କା ଦିଅନ୍ତି? 200, 500, 200, 100, 300 ଏମିତି ସବୁ ମିଳେ ତାଙ୍କୁ। 500, 200, 100, 300। ଦେଖନ୍ତୁ ଆଦି ଏମିତି ଗୋଟେ ଭଲ ପିଲା ଯିଏକି ମୁଣ୍ଡିଆ ମାରିଲେ ତାଙ୍କୁ 200, 500 ଦେଉଛନ୍ତି। ତାଙ୍କ ମୁଣ୍ଡିଆ ମାରା ଷ୍ଟାଇଲ୍ଟା ସେଇଭଳିଆ। ସେ ଏତେ ସୁନ୍ଦର ଭାବରେ ଆଜ୍ଞା ଆପଣ କହିକି ନମସ୍କାର କରିକି ମୁଣ୍ଡିଆ ମାରନ୍ତି, ଯାହା ଖୁସିରେ ହେଇକି ତାଙ୍କୁ ଜେଜେବାବା ହଉ କିମ୍ବା ଦାଦା ହଉ ବଡ଼ ବାବା ହଉ ସେମାନେ ସମସ୍ତେ 200, 500 ଦିଅନ୍ତି। ଆଉ ସେ ତାକୁ ସଞ୍ଚୟ କରି ରଖନ୍ତି। ଦେଖନ୍ତୁ ଆପଣ ଆଦି ଆମର କେମିତି 100 ଟଙ୍କିଆ ଗୋଟେ ଜାଗାରେ 200 ଟଙ୍କା ଗୋଟେ ଜାଗାରେ ଏମିତି ସବୁ ସଜେଇକି ରଖୁଛନ୍ତି। ତାକୁ ପୁଣି ଗଣୁଛନ୍ତି ଆଉ କହୁଛନ୍ତି କି ତାଙ୍କ ପାଖରେ କିଛି ଟିଫିନ୍ ଖର୍ଚ୍ଚ ଯେଉଁ 10 ଟଙ୍କିଆ ଗୁଡ଼ା ଦେଖୁଛନ୍ତି, ସେ ପ୍ରତ୍ୟେକ ଦିନ 10 ଟଙ୍କା ନେଉଛନ୍ତି, ହେଲେ କିଛି ଖାଉନାହାନ୍ତି ସ୍କୁଲରେ। ହଁ, ଆଚ୍ଛା, ହଁ, ହଳ ଟ୍ରାକ୍ଟର, ଆଚ୍ଛା, ୟାକୁ ଗୋଟେ ନମ୍ବର ଦେଇଥିବ, ତାକୁ କଲ୍ କରିବ, ସିଏ ଦବ ତମକୁ ଏତିକି ଟଙ୍କା। ହଁ, ଆପଣମାନେ ବି ଦେଖନ୍ତୁ ଏଇ ଯେଉଁ ଟ୍ରାକ୍ଟର ଚିତ୍ର ରହିଛି 5 ଟଙ୍କାରେ, ଆମର ଆଦି ଭାଇ କହୁଛନ୍ତି କି ସେଇଟା ଯଦି 5 ଟଙ୍କିଆ ନୋଟ୍ ଆପଣଙ୍କ ପାଖରେ ଥାଏ, ତାକୁ ଯଦି ଆପଣ ଦିଅନ୍ତି ତାହେଲେ ଆପଣଙ୍କୁ ମିଳିବ 2000 ଟଙ୍କା। 2000 ଟଙ୍କା ଗୋଟିଏ, 5000 ଟଙ୍କା ମିଳିବ। ଦେଖନ୍ତୁ ଆମର ନୂଆ 20 ଟଙ୍କିଆ। ଆରେ ନୂଆ 20 ଟଙ୍କିଆ କଏନ୍। ଦେଖନ୍ତୁ 20 ଟଙ୍କିଆ କଏନ୍ ଆସିଯାଇଛି ଆଦିଙ୍କ ପାଖକୁ। ଆଉ ସେ ତାଙ୍କ ଟିଫିନ୍ ଖର୍ଚ୍ଚରୁ ବଞ୍ଚେଇକି ରଖିଛନ୍ତି। ସବୁଦିନ ଆପଣଙ୍କ ସ୍କୁଲକୁ ଯେଉଁ ଯାଉଛନ୍ତି ଏଇ ଟିଫିନ୍ ପାଇଁ କେତେ ଟଙ୍କା ନେଉଛନ୍ତି? 10 ଟଙ୍କା ନା 20 ଟଙ୍କା ନା କେତେ ଟଙ୍କା? ସିଏ ଟିଫିନ୍ ଖର୍ଚ୍ଚ ନେଉନାହାନ୍ତି, ରଖିଦେଉଛନ୍ତି ଏଇଠି, ବୁଝିଲେ କି? ତାଙ୍କର ଡେଲି ଟିଫିନ୍ ଖର୍ଚ୍ଚ ଯେଉଁ 20 ଟଙ୍କା, ସିଏ ତାଙ୍କ ଟିଫିନ୍ ଖର୍ଚ୍ଚ ନ ନେଇକି ସିଏ କ'ଣ ନେଉଛ ଟିଫିନ୍ ତମେ? ଚକୁଳି ନେଇଯାଉଛନ୍ତି। ଆଉ କ'ଣ ନେଉଛ? ଅମୁଲ ଚିନି ନେଇଯାଉଛନ୍ତି। ନହେଲେ ରୁଟିକୁ ଅମୁଲ ଚିନି ନେଇଯାଉଛନ୍ତି, ବାସି ରାତିର ରୁଟି ସେଉ ଖାଇକି ସେ ଟିଫିନ୍ ରହିଯାଉଛନ୍ତି। ଆଉ ତାଙ୍କର ଯେଉଁ ଟିଫିନ୍ ଖର୍ଚ୍ଚ 20 ଟଙ୍କା, ସିଏ ତାକୁ ପକେଟରେ ନେଉନାହାନ୍ତି, ସିଏ ବ୍ୟାଗରେ ସବୁ ଯେଉଁ ଦେଖୁଛନ୍ତି ଯେଉଁ ଟିକି ମନି ପର୍ସଟା, ସେଇଥିରେ ଆଦି ସବୁ ଲୁଚେଇକି ରଖୁଛନ୍ତି। ତ ଯାହା ହଉ ଆଦି ବାବା ଆମର ଏତେ ଟଙ୍କା ଆଜି ସଞ୍ଚୟ କରିଦେଇଛନ୍ତି। ମୁଁ ଦେଖିନଥିଲି କି ଜାଣିନଥିଲି, ଭାବିନଥିଲି। ସିଏ ଆଜି ମୋତେ ଦେଖେଇଲେ ଆଉ କହିଲେ ମୁଁ ଆଉ 5 ବର୍ଷ ଭିତରେ ମୋ ଟିଫିନ୍ ଖର୍ଚ୍ଚରୁ ଗୋଟେ କାର୍ କିଣିବି। ତ ଆପଣମାନେ କ'ଣ ଭାବୁଛନ୍ତି? ଆଉ ଆଦିଙ୍କର କେତେ ଟଙ୍କା ହେଲା ଆମେ ପଚାରିବା ତାଙ୍କୁ, ଗଣିକି ସେ ଆମକୁ କହିବେ। ତ ସୂର୍ଯ୍ୟକାନ୍ତ ମହାପାତ୍ର, ତ ଫାଇନାଲି ଆପଣ କୁହନ୍ତୁ କେତେ ଟଙ୍କା ଆପଣଙ୍କର ହେଲାଣି, ଆଉ କେତେ ଟଙ୍କା ତମେ ସଞ୍ଚୟ କଲେ ଆପଣଙ୍କର ସେ ଡ୍ରିମ୍ କାର୍ଟା କିଣିପାରିବେ? 2 ଲକ୍ଷ ଟଙ୍କା ତାଙ୍କୁ ଦରକାର। ତ ଭାଇମାନେ ସିଏ ବହୁତ କଷ୍ଟରେ ଏବେ ବୋଧେ 2000 କେତେ ଟଙ୍କା ହେଇଛି ସାର୍ ଆପଣଙ୍କର? 5500 ଟଙ୍କା ହେଇଛି। ବହୁତ କଷ୍ଟରେ ସେ 5000 କରିଛନ୍ତି। ତ ମୁଁ ଚେଷ୍ଟା କରିବି ତାଙ୍କର 2 ଲକ୍ଷ ଜଲ୍ଦି ପୂରଣ ହେଇଯାଉ, ଠାକୁରଙ୍କ ପାଖରେ ମୁଁ ନିବେଦନ କରୁଛି।
ଭଗବାନଙ୍କୁ ଏ ନୂଆ ବର୍ଷରେ 2025ରେ ତ ସୂର୍ଯ୍ୟକାନ୍ତଙ୍କର ଯେଉଁ 2 ଲକ୍ଷ ଟଙ୍କା ଡ୍ରିମ୍ ଅଛି କାର୍ଟା କିଣିବେ, ସେକେଣ୍ଡ ହ୍ୟାଣ୍ଡ କିଣିବେ ନା ନୂଆ କିଣିବେ? ନୂଆ କାର୍ ଗୋଟେ କିଣିବେ 2 ଲକ୍ଷରେ। କେଉଁ କାର୍ ହେଇପାରିବ ଆଜ୍ଞା? ନାନୋ କାର୍ ହେବ ବୋଧେ। ଆଚ୍ଛା ହଉ, ସେ ନାନୋ କାର୍ଟା ବି ସେ ଚଲେଇବେ, ତାଙ୍କର ଡ୍ରିମ୍ ଅଛି, ଇଚ୍ଛା ଅଛି। ତ ଭଗବାନ ତାଙ୍କର ଇଚ୍ଛା ପୂରଣ କରନ୍ତୁ, ତାଙ୍କ ମନସ୍କାମନା ପୂରଣ କରନ୍ତୁ। ତ ଫାଇନାଲି ବାଏ ବାଏ, ଗୁଡ୍ ନାଇଟ୍, ଜୟ ଶ୍ରୀରାମ।